ବହୁତ ଦୂରରେ ଗୋଟିଏ ଛୋଟ ଗାଁ ଥିଲା। ସେ ଗାଁରେ ଗୋଟିଏ ଛୋଟ ଘର ଥିଲା। ସେଠି ରହୁଥିଲେ ରଘୁ ମଉସା। ସେଠି ସବୁଦିନ ହୋଟେଲ କାମ କରୁନଥିଲେ, ଖାଲି ରବିବାର ଦିନ ହୋଟେଲ କାମ କରୁଥିଲେ। 150 କେଜି ମଟନ ଆଉ ଭାତ, ଡାଲି, ପାମ୍ପଡ଼। ଗାଁରେ ଆଉ ହୋଟେଲ ଥିଲେ ବି ରବିବାର ଦିନ ରଘୁ ମଉସା ପାଖରେ ବହୁତ ଲୋକ ହୁଅନ୍ତି। ସେ ଦିନ ରବିବାର ଦିନ ରଘୁ ମଉସା ବଜାରକୁ ବାହାରିଲେ। ବଜାରରେ ଦୋକାନୀ କହିଲା, ଆଜି ଗାଁରେ ସମସ୍ତଙ୍କର ପେଟ ପୂରିଯିବ। 150 କେଜି ମଟନ ନେଉଛ? ରଘୁ ମଉସା କହିଲେ, ଆରେ ଭାଇ, ଆଜି ରବିବାର, ଆଜି ରଘୁ ମଉସାର ମଟନ। ଆଜି ସମସ୍ତଙ୍କର ପେଟ ପୂରିବ ଆଉ ମନ ବି ଭରିବ। ତାପରେ ଭାରି ବେଗକୁ ଧରି ଧୀରେ ଧୀରେ ଘରକୁ ଆସିଲେ। ଘରେ ବୁଢ଼ୀ ମାଉସୀ ଥିଲେ। କହିଲେ, ଭାରି ବେଗ ଧରି ଆସୁଛ, ଥକା ଲାଗୁନି? ମାଉସୀ କହିଲା, ଗାଁରେ ଗୋଟେ ହୋଟେଲ ଦେଲେ ହେବନି? ସବୁଦିନ ଏ କାମ କଲେ ସହଜ ହେବ। ରଘୁ ମଉସା କହିଲେ, ସବୁଦିନ ଯଦି ମୁଁ ହୋଟେଲ କାମ କରିବି, ସେଭଳି ସ୍ୱାଦ ଲୋକମାନଙ୍କୁ ମିଳିବନି। ଆଉ ଏବେ ତ ଲୋକମାନେ ରବିବାରକୁ ଅପେକ୍ଷା କରନ୍ତି ଆଉ ଭଲ ପାଇବା ଦିଅନ୍ତି। ମାଉସୀ କହିଲା, ମୋତେ ଯାହା ଲାଗୁଛି ତମର ସ୍ୱାଦ କେବେ କମ୍ ହେବନି। ଲୋକମାନେ ସବୁଦିନେ ଖାଇବେ ତ, ଭୁଲିବେ ନାହିଁ। ରଘୁ ମଉସା କହିଲେ, ଏହି ରାଜ କାହାକୁ କହି ପାରିବିନି। ରବିବାର ଥିଲା, ରବିବାର ରହିବ। କାକା ତାପରେ ରୋଷେଇ ଆରମ୍ଭ କଲେ ଆଉ ସବୁ ମସଲା ରେଡ଼ି କଲେ ଆଉ ତାଙ୍କର ଗୁପ୍ତ ମସଲା ଢାଳିଲେ। ତାପରେ ବାସ୍ନା ଗାଁରେ ସବୁଆଡ଼େ ହେଲା। 2 ଘଣ୍ଟା ପର୍ଯ୍ୟନ୍ତ ମଟନ ସିଝିଲା। ତାପରେ ବାର ଟାଇମ୍ ଯେମିତି ହେଲା, ସବୁ ଲୋକ ଆସିଲେ। ଲୋକ କହିଲେ, ଜଲ୍ଦି ଦିଅ, ଭୋକ ହେଲାଣି। ତାପରେ ମଉସା ସବୁ ପ୍ଲେଟ୍ ରେଡ଼ି କଲେ। ତାପରେ ଲୋକ ସବୁ ଖାଇଲେ। ଲୋକ କହିଲେ, ବାଃ ମଉସା, ବାଃ, ତମେ ସବୁଦିନ କ'ଣ ପାଇଁ କରୁନ? ମଉସା କହିଲେ, ଏ ତ ମଜା। ଯଦି ସବୁଦିନ ମିଳିବ, ସ୍ୱାଦ କୋଉଠୁ ଆସିବ? ମନେ ରଖ, ଏ ମଟନ ଖାଲି ରବିବାର ଦିନ ମିଳିବ। ଲୋକ କହିଲେ, ବାଃ ମଉସା, କି ସ୍ୱାଦ, ଆମେ ତ ଅପେକ୍ଷା କରୁ ରବିବାରକୁ। ତାପରେ ଧୀରେ ଧୀରେ ଦ୍ୱିପହରକୁ ସବୁ ମଟନ ସରିଗଲା। ଗୁଡ଼ାଏ ଲୋକ କହିଲେ, ଆମକୁ ମସଲା ଦିଅ। ମଉସା କହିଲା, ଏବେ ତ ଆଉ ମସଲା ବି ନାହିଁ। ଆର ରବିବାର ଯାଏ ଅପେକ୍ଷା କର। ଲୋକ ନିରାଶ ହୋଇ ଫେରିଯାଆନ୍ତି। ମଉସା ତା ଆଗଦିନ ସକାଳେ ଗାଁରେ ବୁଲାବୁଲି କରି ଘରକୁ ଫେରିଯାଆନ୍ତି। ତାପରେ ଏ ରବିବାର ଦିନ କିଛି ଗାଁ ଲୋକ ଆଉ କିଛି ବାହାର ଲୋକ ମଉସା ପାଖକୁ ଆସନ୍ତି। ତାପରେ ମଉସାର ମଟନ ଖାଇ ସାରିବା ପରେ ଲୋକ କହିଲେ, ଏଥର ଦ୍ୱିଗୁଣା ସ୍ୱାଦ ଲାଗୁଛି। ସେଥିରୁ ଜଣେ ବାହାର ଲୋକ କହିଲା, ମଉସା, ଏ ସ୍ୱାଦର ରାଜ କୁହ, ମୁଁ ତମକୁ ବହୁତ ପଇସା ଦେବି। ମଉସା କହିଲା, ମୁଁ ଏ ରାଜ କାହାକୁ କହିବିନି। ତାପରେ ସେ ରାଗିକି ପଳେଇଲା। ତାପରେ ସେଦିନ ରାତିରେ ମଉସା ମାଉସୀକୁ କହିଲା, ମୋର ତ ବୟସ ହେଇଗଲାଣି, ଆଉ ସେ କାମ କରିପାରିବିନି। ଠିକ୍ ଟାଇମ୍ ଆସିଲେ କାହାକୁ କହିଦେବି। ତାପରେ ଦୁଇଜଣ ଶୋଇପଡ଼ିଲେ। ସକାଳୁ ଗୋଟେ ଅନାଥ ପିଲାଟେ ମଉସାକୁ ଡାକିଲା। କହିଲା, ମୋତେ ବହୁତ ଭୋକ ଲାଗୁଛି। ସେଠୁ ମଉସା ତାକୁ ଡାକି ନେଲା ଆଉ ତାକୁ ବଳକା କାଲିର ମଟନ ଦେଲା। ତାପରେ ସେ ଅନାଥ ପିଲାଟିକୁ ମଉସା ତାପରେ ଘରେ ପୁଅ କରି ରଖିଲା ଆଉ 3 ଜଣ ବହୁତ ଖୁସିରେ ରହିଲେ।